ଅର୍ଥନୀତି ଏମଏସଏମଇ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଛି ଏବଂ ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଓଡ଼ିଶାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁତ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ ଆପଣଙ୍କର କ'ଣ ରଣନୀତି ରହିବ ଯେ ଓଡ଼ିଶାକୁ ଏକ ବିକଶିତ ଓଡ଼ିଶା ଗଠନରେ ଏମଏସଏମଇ ର ଭୂମିକା ପାଇଁ ଆପଣଙ୍କର କ'ଣ ରୋଡ ମ୍ୟାପ୍ ରହିବ? ଆମେ ତ ସବୁବେଳେ ଏମଏସଏମଇ ର ଉନ୍ନତି ପାଇଁ କାମ କରୁଛୁ। ଆମର ଉଦ୍ଦେଶ୍ୟ ଆମର ଲକ୍ଷ୍ୟ ରହିଲା ଆମେ କେମିତି ଆମର ରାଜ୍ୟର ଯୁବବର୍ଗକୁ ଆହୁରି ଉତ୍ସାହିତ କରି କେମିତି ଏଣ୍ଟରପ୍ରିନରସିପ୍ ତାଙ୍କର କ୍ୟାରିୟର ହିସାବରେ ନେଇ ସେମାନେ କାମ କରିବେ ଆଉ ବହୁତ ସଂଖ୍ୟାରେ ଆମର ଏମଏସଏମଇ ରାଜ୍ୟରେ ଗଢ଼ି ଉଠିବ ସେ ଦିଗରେ ଆମେ ଯତ୍ନବାନ। ଆଜ୍ଞା ଦେଖୁ ଯେ ଯୁବପିଢ଼ିଙ୍କ କଥା କହୁଛନ୍ତି ତାହେଲେ ତାଙ୍କର ଗୋଟେ ପୁଞ୍ଜି ଗୋଟେ କ୍ୟାପିଟାଲ ଫଣ୍ଡ ତାଙ୍କର ମୂଳ ସମସ୍ୟା ରହିଛି ଏବଂ ଏଥିପାଇଁ ଯେଉଁ ଋଣ ବ୍ୟବସ୍ଥା ସରକାର କରିଛନ୍ତି ସେଥିରେ ବ୍ୟାଙ୍କ ଗ୍ରାହକମାନଙ୍କୁ ହଇରାଣ କରିବା ସହିତ ଯେଉଁମାନେ ପୁଞ୍ଜି ପାଇଁ ଆପ୍ଲାଏ କରୁଛନ୍ତି ସେମାନେ ମଧ୍ୟ ବିଭିନ୍ନ ସମୟରେ ତାର ଗୋଟେ ଶିକାର ହେଉଛନ୍ତି। ନାଇଁ ଏଇଟା ତ ବହୁତ ଦିନର ସମସ୍ୟା। ଆମେ ବହୁତ ଥର ସରକାରଙ୍କ ସାଙ୍ଗରେ ଏ ବିଷୟରେ ବି ଆଲୋଚନା କଲୁଣି, ବ୍ୟାଙ୍କର ମାନଙ୍କ ସାଙ୍ଗରେ ବି ଆଲୋଚନା ହେଉଛି। ଆପଣଙ୍କର ରିଜର୍ଭ ବ୍ୟାଙ୍କ ବି ପ୍ରତ୍ୟେକ 3 ମାସରେ ସେମାନେ ଗୋଟେ ଏମ୍ପାୱାରମେଣ୍ଟ କମିଟି କରିଛନ୍ତି, ସେଠି ଆମମାନଙ୍କୁ ଡାକନ୍ତି, ଆମର ସୁବିଧା ଅସୁବିଧା ଆମେ ଜଣାଉ। ତେଣୁ ଏଇଟା ଗୋଟେ ନେଗୋସିଏସନ ପ୍ରୋସେସରେ ଚାଲିଛି ଆଉ ଆସ୍ତେ ଆସ୍ତେ ସିଚୁଏସନ ଇମ୍ପ୍ରୁଭ କରୁଛି ଆଉ ଆମେ ଆଶା କରୁଛୁ ନିକଟ ଭବିଷ୍ୟତରେ ଏଇଟା ଆହୁରି ସରଳୀକରଣ ହେଇଯିବ ଏବଂ ଆମର ଉଦ୍ୟୋଗୀ ଭାଇମାନେ यार फायदा उठे। एकता महल आपणकर शुद्ध छाड़ सहजरे युव उद्योगी मान जगह जोगे देवा अनेक शुद्ध सरकार बहन करवा अनेक पदक्षेप वर्तमान आमर लोकप्रिय मुख्यमंत्री श्री मोहन माझी वर्तमान से कथा को ग्रहण कर ग्रामांचल अर्थनैतिक विकास क्षेत्र में एमएसएमई हूँ तार मेरुदंड। तेणु एमएसएमई को आगक नापी सरकार समस्त प्रकार पदक्षेप ग्रहण कर आगक नापी समस्त प्रकार व्यवस्था ग्रामांचल खोल ओमफेड बुथ आम जो ओमफेड बुथ खोल योजना रही देखो ग्रामांचल आम देखा एमएसएमई सेक्टर पशु संपद पशुपालन सरकार उद्यम करें पुनरुद्धार करवा ओमफेड को आग जेहेतु ओमफेड आमर अस्मिता सहित जड़ित ओमफेड आमर जमी रही ओडिया परंपरा सहित गोटे जड़ित हो जाइए आगक नापी समस्त प्रकार पदक्षेप वर्तमान सरकार ग्रहण करें अधिक रु अधिक आम डायरी करवा फिलिंग सेंटर करवा एवं आम दुग्ध उत्पादन क्षेत्र में समस्त प्रकार चाषी को प्रोत्साहन देवाई सरकार उद्यम कर